ମୁଁ ଆଜି ନେଇ ଆସିଛି ଆପଣମାନଙ୍କ ପାଇଁ କେକ୍ ଗୁଲାବ ଜାମୁନର ରେସିପି। ଭୁଲରେ ବି ଏହି ରାକ୍ଷୀ ପୂର୍ଣ୍ଣିମା ଦିନ ଏହି ରେସିପି ପ୍ରସ୍ତୁତ କରିବେ ନାହିଁ। ଯଦି ଏହି ମିଠା ରେସିପି ରାକ୍ଷୀ ପୂର୍ଣ୍ଣିମା ଦିନ ବନେଇଦେବେ ତାହେଲେ ଭାଇମାନେ ଏହି ରେସିପିକୁ ବାରମ୍ବାର ବନେଇବା ପାଇଁ ଡିମାଣ୍ଡ ନିହାତି କରିବେ। ନମସ୍କାର, ଜୟ ଜଗନ୍ନାଥ। ମାମାସ୍ କିଚେନକୁ ଆପଣମାନଙ୍କୁ ସ୍ୱାଗତ। ଯଦି ଆପଣ ଚ୍ୟାନେଲରେ ନୂଆ ଅଛନ୍ତି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଫେସବୁକ୍ ପେଜରୁ ଦେଖୁଥିଲେ ନିହାତି ଫଲୋ କରିଦିଅନ୍ତୁ। କେକ୍ ଗୁଲାବ ଜାମୁନ ବନେଇବା ବେଳେ ଆମେ ସବୁ ଜିନିଷ ମାପିକି ନେବା। ମାପିବା ପାଇଁ ଏଇଠି ମୁଁ ସବୁ କପ୍ ୟୁଜ୍ କରିଛି। ଆପଣ ଏହି ରେସିପି ବନେଇବା ପୂର୍ବରୁ ଗୋଟିଏ କପ୍ କିମ୍ବା ବାଉଲ୍ ସେଟ୍ କରି ନିଅନ୍ତୁ। ସେଥିରେ ସବୁ ଜିନିଷ ମାପିକି ଆପଣ ଏହି ରେସିପିକୁ ପ୍ରସ୍ତୁତ କରିବେ। କେକ୍ ଗୁଲାବ ଜାମୁନ ପ୍ରସ୍ତୁତ କରିବା ପାଇଁ ମୁଁ ଏଇଠି ହାଫ୍ କପ୍ ଚିନି ପାଉଡ଼ର ନେଇଯାଇଛି। ହାଫ୍ କପ୍ ଚିନି ପାଉଡ଼ର ଦେଇସାରିବା ପରେ ମୁଁ ଏଇଠି ହାଫ୍ କପ୍ ଦହି ଦେଇଦେଇଛି। ଯେଉଁ ଦହିକି ଜମା ଖଟା ନାହିଁ, ନର୍ମାଲ ଦହି ଦେଇଛି ମୁଁ ଏଇଠି। ଦହି ଦେଇସାରିବା ପରେ ସେଥିରେ 1/3 କପ୍ ଘିଅ ଦେଇଦେଇଛି। ଦେଇସାରିବା ପରେ ଭଲ ଭାବରେ ମିକ୍ସ କରିନେଇଛି। ଚିନି ପାଉଡ଼ର, ଘିଅ, ଦହି ଭଲ ଭାବରେ ମିକ୍ସ କରିନେବା। ଏଇଠି ମିକ୍ସ କରିବା ପାଇଁ 1ରୁ 2 ମିନିଟ୍ ସମୟ ଲାଗିବ। 1-2 ମିନିଟ୍ ଭଲ ଭାବରେ ଏହିପରି ଚଲେଇ ନେଲେ ଭଲ ଭାବରେ ମିକ୍ସ ହେଇଯିବ। ଏଠି ମିକ୍ସ ହେଇଯିବା ପରେ ମୁଁ ଏଠି ହାଫ୍ କପ୍ ମିଲ୍କ ପାଉଡ଼ର ନେଇଯାଇଛି, 1 କପ୍ ମଇଦା ନେଇଯାଇଛି। ଏହାକୁ ବର୍ତ୍ତମାନ ମିଶାଇ ନେବା। ଦେଖନ୍ତୁ ମୁଁ ଯେଉଁପରି ମିଶାଇ ନେଉଛି ସେହିପରି ଆପଣ ଆସ୍ତେ ଆସ୍ତେ କରି ମିଶାଇ ନେବେ। ମିଲ୍କ ପାଉଡ଼ର, ମଇଦା ଅଲମୋଷ୍ଟ ମିଶିଗଲାଣି କିନ୍ତୁ ଥିକନେସ୍ ରହିଛି। ବର୍ତ୍ତମାନ ଏଥିରେ ଆମେ କ୍ଷୀର ଦେବା। ଏଇଠି ମୁଁ ହାଫ୍ କପ୍ କ୍ଷୀର ନେଇଛି, କିନ୍ତୁ ହାଫ୍ କପ୍ କ୍ଷୀର ଏକାବେଳକେ ଆମେ ପକାଇବା ନାହିଁ, ଅଳ୍ପ ଅଳ୍ପ କରି ପକାଇବା ଆଉ ଗୋଳେଇବା। ଦେଖନ୍ତୁ ମୁଁ ଯେଉଁପରି ଅଳ୍ପ ଅଳ୍ପ କ୍ଷୀର ପକାଉଛି ଆଉ ଗୋଳଉଛି ସେହିପରି ଆପଣ ଅଳ୍ପ ଅଳ୍ପ କ୍ଷୀର ପକାଇବେ ଆଉ ଗୋଳେଇବେ। ଦେଖନ୍ତୁ ମୁଁ ଯେଉଁପରି କରୁଛି ସେହିପରି ଆପଣ କରିନେବେ। ଅଳ୍ପ ଅଳ୍ପ କ୍ଷୀର ପକାଇବା, ପକାଇ ସାରିବା ପରେ ଗୋଳେଇ ନେବା। ଯେତିକି କ୍ଷୀର ଆବଶ୍ୟକ ହେବ ସେହି ହିସାବରେ ଆମେ ଦେବା। ଏଇଠି ଦେଖନ୍ତୁ ବେଟର ଅଲମୋଷ୍ଟ ହେଇଗଲାଣି। ଏହି ସମୟରେ ଆମେ ହାଫ୍ ଟି ସ୍ପୁନ୍ ବେକିଂ ସୋଡ଼ା ଆଉ ହାଫ୍ ଟି ସ୍ପୁନ୍ ବେକିଂ ପାଉଡ଼ର ଦେଇଦେବା। ବେକିଂ ସୋଡ଼ା, ବେକିଂ ପାଉଡ଼ର ଦେଇସାରିବା ପରେ ଏହାକୁ ଆକ୍ଟିଭେଟ୍ କରିବା ପାଇଁ 1 ଚାମଚ ପାଖାପାଖି କ୍ଷୀର ଦେଇଦେବା। ବେକିଂ ସୋଡ଼ା ଆଉ ବେକିଂ ପାଉଡ଼ର ଉପରେ ହିଁ କ୍ଷୀର ଦେବା। ଦେଇ ଭଲ ଭାବରେ ଗୋଳେଇ ନେବା। ଦେଖନ୍ତୁ ମୁଁ ଯେଉଁପରି କ୍ଷୀର ଦେଇସାରିବା ପରେ ଗୋଳେଇ ନେଉଛି ସେହିପରି ଗୋଳେଇ ନେବେ। 1ରୁ 2 ମିନିଟ୍ ଗୋଳେଇବେ, ବେଶୀ ସମୟ ଗୋଳେଇବା ନାହିଁ। ଓଭର ମିକ୍ସ ହେଇଯିବ। ଓଭର ମିକ୍ସ ହେଇଗଲେ କେକ୍ ଭଲ ଫୁଲିବ ନାହିଁ। ତେଣୁକରି ଯେତିକି ସମୟ ସୋଡ଼ା ମିଶିବା ପାଇଁ ଲାଗିବ ସେତିକି ସମୟ ଆପଣ ଗୋଳେଇ ନେବେ। ଦେଖନ୍ତୁ ଏଇଠି ଆମର ବେଟର ପ୍ରସ୍ତୁତ ହୋଇଯାଇଛି। ରିବନ୍ କନସିଷ୍ଟେନ୍ସିରେ ପଳେଇ ଆସିଛି। ଦେଖିପାରୁଥିବେ ବେଟର କେତେ ବଢ଼ିଆ ହେଇଛି। ରିବନ୍ କନସିଷ୍ଟେନ୍ସିରେ ପଳେଇ ଆସିଛି। ଏଇଠି ଦେଖନ୍ତୁ ହାଫ୍ କପ୍ କ୍ଷୀରରୁ 1 ଟେବୁଲ ସ୍ପୁନ୍ କ୍ଷୀର ହେବ ବଞ୍ଚିଯାଇଛି। ଆପଣଙ୍କୁ ଏଇଠି କ୍ଷୀର ଅଧିକ ଟିକେ ଲାଗିପାରେ, କମ୍ ଟିକେ ଲାଗିପାରେ, ଆପଣଙ୍କର ମଇଦା ଉପରେ ଡିପେଣ୍ଡ କରେ। ହାଫ୍ କପ୍ ପାଖାପାଖି ଆପଣଙ୍କୁ କ୍ଷୀର ଲାଗିଯିବ। ବର୍ତ୍ତମାନ ଏହି କେକ୍ ବେଟର ଗୋଟେ ସାଇଡ଼ରେ ରଖିନେବା। ଗୋଟିଏ କେକ୍ ଟିନ୍ ଆଣିବା। ଏଠି ଦେଖନ୍ତୁ ମୁଁ ଗୋଟିଏ କେକ୍ ଟିନ୍ ନେଇଯାଇଛି। ସେଥିରେ ଅଏଲ୍ ଗ୍ରୀସ୍ କରିନେଇଛି, ଘିଅ ଗ୍ରୀସ୍ କରିଥିଲି। ଆପଣ ଚାହିଁଲେ ଅଏଲ୍ ଗ୍ରୀସ୍ କରିପାରିବେ, ଘିଅ ଗ୍ରୀସ୍ କରିପାରିବେ। ଆପଣଙ୍କର ଯାହା ପସନ୍ଦ ଆପଣ ସେୟା ଗ୍ରୀସ୍ କରିପାରିବେ। ଘିଅ ଗ୍ରୀସ୍ କରିସାରିବା ପରେ ସେଥିରେ ଗୋଟିଏ ବେକିଂ ପେପର ଦେଇଦେଇଛି। ସେଥିରେ ମଧ୍ୟ ଘିଅ ଗ୍ରୀସ୍ କରିନେଇଛି। ଆପଣଙ୍କ ପାଖରେ ଯଦି ବେକିଂ ପେପର ନାହିଁ ଆପଣ ନର୍ମାଲ ଘିଅ ଲଗାଇ ଆପଣ ପ୍ରସ୍ତୁତ କରିପାରିବେ। ଏଠି ଦେଖନ୍ତୁ ବେକିଂ ପେପର ରଖିସାରିବା ପରେ ଏଠି ଭଲ ଭାବରେ ମୁଁ ବେଟରକୁ ଖେଳେଇକି ଦେଇଦେଇଛି। ଦେଖନ୍ତୁ ମୁଁ ଯେଉଁପରି ଖେଳେଇକି ଦେଉଛି ଆପଣ ସେହିପରି ଖେଳେଇକି ଦେଇଦେବେ। କେକ୍ ଟିନ୍ରେ ବେଟର ଦେଇସାରିବା ପରେ କେକ୍ ଟିନ୍କୁ ଟିକେ ଟ୍ୟାପ୍ କରିନେବା। ଟ୍ୟାପ୍ କରିବା ଫଳରେ ଯାହା ଏୟାର ବବଲ୍ସ ଥିବ ତାହା ବାହାରିଯିବ। ତେଣୁକରି ନିହାତି ଆପଣ କେକ୍ ଟିନ୍କୁ ଟ୍ୟାପ୍ କରିନେବେ। ବର୍ତ୍ତମାନ ମୁଁ ଏଠି ଗୋଟିଏ କଢ଼େଇ ନେଇଯାଇଛି। କଢ଼େଇରେ କିଛି ଲୁଣ ଦେଇଦେଇଛି, ଯାହାକି ଆଗରୁ ମୁଁ ବେକ୍ କରିଥିଲି ସେହି ଲୁଣ ଥିଲା, ସେହି ଲୁଣ ଦେଇଦେଇଛି। ବର୍ତ୍ତମାନ କେକ୍ ଟିନ୍କୁ ସେହି କଢ଼େଇ ଉପରେ ରଖିନେଇଛି। କଢ଼େଇ ଗରମ ହେଇଯିବା ପରେ କେକ୍ ଟିନ୍କୁ ଦେବେ। ଏଠି ମୁଁ କଢ଼େଇ ଗରମ କରିସାରିଥିଲି, ତାପରେ କେକ୍ ଟିନ୍ ଉଠେଇଥିଲି। କେକ୍ ଟିନ୍କୁ କଢ଼େଇରେ ରଖିସାରିବା ପରେ ଟାଇଟ୍ ହେବା ପରେ ଗୋଟିଏ ଲିଡ୍ ଘୋଡ଼େଇ ନେଇଛି। 35ରୁ 40 ମିନିଟ୍ କେକ୍ ହେବା ପାଇଁ ବସାଇ ନେବା। ଏଇଠି ଦେଖନ୍ତୁ 35ରୁ 40 ମିନିଟ୍ ହେଇଯାଇଛି। ବର୍ତ୍ତମାନ କେକ୍ ଚେକ୍ କରିନେବା।
देखंतु गोटे नाइफ पुरे मु चेक करूछि। देखंतु पूरा नाइफ परिष्कार आसीछि। हमर केक प्रस्तुत हो जाइछि। वर्तमान एही केक को मु बाहर करि आनछि। वर्तमान एहा को छाड़ी दबा ठंडा हबा पई 15-20 मिनिट रेस्ट छाड़ी दबा। वर्तमान सीरा प्रस्तुत करबा। गुलाब जामुन पई सीराटा निहाती आवश्यक। तेणु करी मैं एठी हाफ कप चीनी नै देछि। हाफ कप चीनी रे 1 कप पानी दे देछि। जेहेतु केक रे हाफ कप चीनी देथिले तेणु करी मैं एठी हाफ कप चीनी देछि। जदि आपण आउ अधिक मिठा खाया पई चाहछन ताहले अधिक चीनी आपण नै परिबे। एठी सीरा रे 1 चामच अलैच गुंड पके देछि। पके चीनी आउ पानी को भलो भाबरे मिसै नेछि। 2-3 मिनिट चीनी आउ पानी को फुटिबा पई दबा। एठी केवल चिपचिपा लगवा आवश्यक। जमा 1 तार बा 2 तार हवा आवश्यक नाही। केवल सीरा चिपचिपा लगिले देखि पाथुए एही परि चिपचिपा लगिले आपण गैस को बंद कर देबे। एठी हमर सीरा प्रस्तुत हो जाइछि। सीरा प्रस्तुत हवा समय मध्यले केक मध्य ठंडा हो जाइछि। वर्तमान केक को डिमोल्ड करनबा। देखंतु मु जेउ परि डिमोल्ड करछि सेही परि करनबे। ऊपर गोटे प्लेट रखी नोटे नेबे। देखंतु आराम से हमर केक बाहर जाइछि। देखंतु जेहेतु घिओ बटर पेपर लगेथिले भल भाबर हमर केक बाहर जाइछि। आ देखि पारथुए केते स्पंजी हेछि केक। देखंतु जाके के देखै दोछि केते सुंदर स्पंजी हेछि केक। वर्तमान एही केक को सही मोल्ड रे रखि नबा। केक को केक टिन रखिबा बेले ध्यान देबे केक जो पटे ब्राउन कलर रहिछि सेही पट को ऊपर को रखिबा। जहाँ फल कि सीरा दे सारिबा परे केक ऊपर केक गुलाब जामुन कलर परी देखा जिवो। एठी देखंतु गोटे कंटा चामच रे कोना कोना करि नेछि। जहाँ फल सीरा देले भल भाबरे केक भितर को जाई परिबो। वर्तमान गरम गरम सीरा को एही केक ऊपर पके नबा। आपण जति कि मिठा खाया पई चाहउछन्ते से हिसाब रे आपण सीरा को केक ऊपर पके नेबे। सुजी रे मध्य केक गुलाब जामुन हेई परिबो। जदि आपण सुजी रे केक गुलाब जामुन देखिबा पई चाहउछन्ते रेसिपी देखिबा पई चाहउछन्ते ताहले आपण कमेंट रे लिखिबे। निहाती मु आगो को सुजी रे केक गुलाब जामुन किपरि हेबो ताहार रेसिपी नै आसीबे। केक रे सीरा दे सारिबा परे 1 घंटा निहाती रेस्ट छाड़ी देबे। एही परि रखि देबे। जदि आपण पाखरे टाइम अछि ताहले आपण ओवरनाइट मध्य रखि परिबे। किंतु निहाती 1 घंटा आपण एही परि रेस्ट छाड़ी देबे। एठी मु केक को एही परि सजे नेछि। आपण चाहिले मध्य ड्राई फ्रूट्स रे आपण सजे परिबे। एठी 2 घंटा परे मु एठी केक को काटि नोछि। आपण चाहिले फुल नाइट रेस्ट दबा परे आपण मध्य एही परि काटि नेबे। आपणकर केक किछि प्रॉब्लम हेबो नै। एही परि आपण केक गुलाब जामुन प्रस्तुत करी 5-6 दिन फ्रिज रे रखी आपण खाई परिबे। एही राखी पूर्णिमा रे एही केक गुलाब जामुन प्रस्तुत करंतु। निज भाई को खुआंतु, निजे खांतु, परिवार समस्त को खुआंतु। किपरि लागिला कमेंट रे लेखंतु। जदि एही रेसिपी टी भलो लागि थाए निहाती वीडियो को लाइक करिवे, शेयर करिवे। चैनल ले नुआ थिले निहाती सब्सक्राइब करिवे। फेसबुक पेज देखुथिले निहाती फॉलो कर देबे। रहुछि धन्यवाद। जय जगन्नाथ। पुणी थरे देखा हबो आउ एक नुआ रेसिपी रे। टिल देन बाय बाय।